ଯୋଉଠି ଛାଡ ସେଇ ଟ୍ରକରେ ଡ୍ରାଇଭର ଅଛି। ମା ମତେ କୁଣ୍ଡେଇ ପକେଇ ନେଇକି ପାଖରେ ବସେଇଲେ 800 ଟଙ୍କା ଦେଲା। 800 ଟଙ୍କା ଧରିକି ଏକ କରିବା ବାହାନାରେ ଖୁସି ପଳେଇ ଯାଇଛି। ଯୋଉଠି ସିଆଡେ ନାମ ନେଉଥାଉ ମୁଁ ଇଆଡେ ଆଉ ଗୋଟାଏ ଟ୍ରକରେ ଉଠିକି ପଳେଇଲି। କଣ ଗୋଟେ ରେଟ୍ ବାଟ ଛିଡ଼ିଲା ତମେ କଣ ପଳେଇ ନାଇଁ ନାଇଁ ତମେ କାହିଁକି ଏମିତି କଥା କହୁଛନ୍ତି? ନା ନା ତମେ କହିଲ 1000 ମୁଁ କହିଲି 800 ଦେଇଛି। ହଁ 800 ଦେଲେ ତମେ 1000 ତ କହିଲି ତମେ 800 ଦେଇ ଦେବ। ଆରେ ଦେଖ ମୋ 200 ଟଙ୍କା ପାଇଁ ତ ଗୋଟେ କର୍ମ ଅଚଳ ହବ ନା ଗୋଟେ ଇଏ ବାବୁ ତମେ 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 ସେ ଇଏ ଅବସ୍ଥା ହେଲା ବାବୁ। ତମେ କାହିଁକି ଟ୍ରକ୍ କିଣିଥିଲ? କୋଉ ଶ୍ୱଶୁର ପୁଅ ବୁଦ୍ଧି ଦେଇଥିଲା ଟ୍ରକ୍ କିଣିବାକୁ? ତମେ କିସ୍ତି ସୁଝିନ ପାରିକି ଏଇ ଧନ୍ଦା କରି ପଇସା ରୋଜଗାର କରୁଛ। ହେ ଭଗବାନ ବହି ଗୁଣ୍ଡ ତୁ କି ବାବା ଡ୍ରାଇଭର ହେଇଛୁ କିରେ? ସବୁ ଡ୍ରାଇଭର ଗୁଡାକ ଦିନକୁ 3 ଟ୍ରିପ୍ 4 ଟ୍ରିପ୍ ପକେଇଲା ବେଳକୁ ତୋର କାହିଁ ଜମା 13 ଟ୍ରିପ୍ କୁଠାଇ 3 ଟ୍ରିପ୍। ତୁ ଏଡେ ଚମଡ଼ା ରୋଗୀରେ ଏ ଚମଡ଼ା ଦୋଷ ବି ତୋର ଅଛି। କେବଳ ମୁଁ ଡ୍ରାଇଭର ବୋଲି ଆପଣ ଗାଡ଼ି ସୁରକ୍ଷିତ ଅଛି। ଅଲଗା ଡ୍ରାଇଭର ଚଲାଉଥିଲେ ଗିଅର ବକ୍ସ ଭାଙ୍ଗି ସାରନ୍ତେଣି। ଆଉ ମୋର ଦରକାର ନାହିଁ ଭାଙ୍ଗନ୍ତୁ କଥା ତୁ ପଳେଇଗଲୁ। ଯଦି କହୁଛନ୍ତି ମୁଁ ପଳେଇବି ଆଉ କଣ? ବାବୁ ବିରକ୍ତ ହଉଛି ନା ମୁଁ ପଳେଇବି ଏଠି ଚାକିରି ଛାଡ଼ିଦେବି ଆଉ କଣ? ବାବୁ କଣ କହିବେ? ଯାହା କହିବି ମୁଁ କହିବି। ବାବୁ କିଛି କହିବେନି କାଟିଲା ରହ ବାବୁ ଅଛନ୍ତି ସୁବିଧା ହଉ। ତମେ ଯଦି ବାବୁଙ୍କ ଗାଡ଼ି ନ ଚଲେଇବ ତାହେଲେ ପିସ୍ତଲ ଜାମ୍ ହେଇଯିବ। ହେଲେ ଚଳିବନି। ଭାଷା କହିଲା ଯାତ୍ରା ଜଗତର କମେଡ଼ି ବାଦଶାହ ଦୟା ଭାଇଙ୍କ ଦମଦାର କମେଡ଼ି ଭିଡ଼ିଓଟି ଆପଣ ସମ୍ପୂର୍ଣ୍ଣ ଦେଖନ୍ତୁ। ହସି ହସି ପେଟ ଦରଜ ହୋଇଯିବ। ହାଇ ଫ୍ରେଣ୍ଡ, ପୁଣି ଏକ ନୂଆ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ଆପଣ ଭିଡ଼ିଓଟି ଶେଷ ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ଗୋଟାଏ ଲାଇକ୍ କମେଣ୍ଟ ସେୟାର କରନ୍ତୁ। ଆଉ ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ଭିନ୍ନ ଭିନ୍ନ ପ୍ରକାର ଆଇଟମ୍ ଭିଡ଼ିଓ ଦେଖିପାରିବେ, ଯାହାର ନାଁ ଦୁନିଆ ରଙ୍ଗମଞ୍ଚ। ଦୁନିଆ ରଙ୍ଗମଞ୍ଚ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଆପଣ ଭିଡ଼ିଓଟି ଶେଷ ଦେଖନ୍ତୁ। ଧନ୍ୟବାଦ। ଖାଲି ମୁହଁକୁ ଜଳ ଜଳକିରି ଅନଉଛ, ଦେଖିଲା ବେଳକୁ ଟଙ୍କା 10ଟା 20ଟା କିରି ବାହାର ନାହିଁ। ତମେ କଣ ଭାବୁଛ ମୁଁ ସତରେ ଛକା ନା କଣ? ମୁଁ 2ଟା ଟ୍ରକର ମାଲିକ ବା। ଆଜି ଫାଇନାନ୍ସର କମ୍ପାନୀରୁ ଟ୍ରକ 2ଟା ଆଣିଛନ୍ତି। ଫାଇନାନ୍ସର ବାଲା କିସ୍ତି ନେଇକି ମୋତେ ଦେବାଳିଆ କରି ପକେଇଲେଣି। ପଇସା ଆଉ ଦେଇ ହଉନାହିଁ। ସେଠୁ ଯାଇ ରାସ୍ତା କରି ଏମିତି ଠିଆ ହେଇକି ତାଳି ମାରୁଛି। ଯୋଉ ଡ୍ରାଇଭର ଅଛନ୍ତି ପଇସା ଦଉଛନ୍ତି ସେଇଆକୁ ଦେଇକିରି ମୁଁ କିସ୍ତି ପୂରଣ କରୁଛି। ମାଲୋ ମା, ଆଜି ଏ ଓଡ଼ିଶାଟା ଏତେ ଜୋରେ ହେଡ଼େ ଦିପର ମାଇଲା। ମୁଁ କହିଲି ଏଇଟା ଡ୍ରାଇଭର ପଞ୍ଜାବୀ ଡ୍ରାଇଭର କି ବିହାରୀ ଡ୍ରାଇଭର, ଏ ଭଲ 2 ପଇସା ହବ। କିନ୍ତୁ ମା ମୁଁ ସିନା ସେ ଟ୍ରକକୁ ଚଳିଗଲି, ଦେଖିଲା ବେଳକୁ ବାଡ଼ି ଖିଆ ସେଇଟା ମୋରି ଟ୍ରକ। ସେ ତ ନିଆଁ ଲଗା ଡ୍ରାଇଭର ଦୟା, ସେ ଯୋଉ ଓଡ଼ିଶାଟା ସେଇ ଟ୍ରକରେ ଡ୍ରାଇଭର ଅଛି। ମା ମତେ କୁଣ୍ଡେଇ ପକେଇ ନେଇକି ପାଖରେ ବସେଇଲେ 800 ଟଙ୍କା ଦେଲା। 800 ଟଙ୍କା ଧରିକି ଏକ କରିବା ବାହାନାରେ ଖୁସି ପଳେଇ ଯାଇଛି। ଯୋଉଠି ସିଆଡେ ନାମ ନେଉଥାଉ ମୁଁ ଇଆଡେ ଆଉ ଗୋଟାଏ ଟ୍ରକରେ ଉଠିକି ପଳେଇଲି। କଣ ଗୋଟେ ରେଟ୍ ବାଟ ଛିଡ଼ିଲା ତମେ କଣ ପଳେଇ ନାଇଁ ନାଇଁ ତମେ କାହିଁକି ଏମିତି କଥା କହୁଛନ୍ତି? ନା ନା ତମେ କହିଲ 1000 ମୁଁ କହିଲି 800 ଦେଇଛି। ହଁ 800 ଦେଲେ ତମେ 1000 ତ କହିଲି ତମେ 800 ଦେଇ ଦେବ। ଆରେ ଦେଖ ମୋ 200 ଟଙ୍କା ପାଇଁ ତ ଗୋଟେ କର୍ମ ଅଚଳ ହବ ନା ଗୋଟେ କାମ କର, ଆମେ ପରଫର୍ମାନ୍ସ ଆଗକୁ ନେବା। ଯଦି ଭଲ ହେଲା ଆମେ 400 ଟଙ୍କା ଦେବା। କଣ 400? ନାଇଁ ନାଇଁ ସେ କଥା ବେପାର ପାଉଛ ଦାଢ଼ି କାଟୁନ? ନାଇଁ ମୁଁ ଚିତ୍ରିଣୀ ଜାତୀୟ ନାରୀ ତ, ସେଇଥିପାଇଁ ମୋର ସକାଳେ କାଟିଲା ବେଳକୁ ସଞ୍ଜକୁ ଠିଆ ହେଇଯାଉଛି। ବୋଇଲା ନିଶ ଉଠା ନାରୀ ବୁଢ଼ୀ
ତଣ୍ଟି ଭଲ ଅଛି ଆଉ ତମେ ଜାଣିପାରିବନି ବା ମୁଁ ସେମିତି ଦେଖୁଥିଲି ତମ ତଣ୍ଟିଟା କଣ ଆମ ବାବୁଙ୍କ ତଣ୍ଟି ଭଳିଆ ଶୁଭୁଛି ତମେ ଆମ ବାବୁ ନୁହଁ ତ ସେ ବାବୁ ମତେ ଦେଖେଇବନି ମୁଁ କୋଉ ବାବୁ ନୁହଁ ନା। ବାବୁ କଥା କହିଲେ ଜାଣିଛ ନା ଭାଷା କହିଦେବି କି ନା ବାବୁଙ୍କର ଅଣ୍ଟା ଏତେ ଜୋର ହେଲେ ତମର ଅଣ୍ଟା ଭଲ ହଲୁଛି ସେ ତଣ୍ଟିଟା ସେମିତି ଲାଗିଲା ନାଇଁ ମୋ ବାବୁ ଆମର 2-3ଟା ଟ୍ରକର ମାଲିକ ସିଏ କାଇଁ ଇଏ ଧନ୍ଦା କରିବେ ଆସ ଡେରି କରେନି ଆଗେଇ ଯିବା ମୁଁ ଗାଡ଼ି ନେଇକି ପଳେଇବି ଆସ ନାଇଁ ନା ଆସ 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 ତମେ ଏଟା ଖୁଲା କାଇଁ କଣ ଏଟା हे भगवान बही गुंड ये बाबू तमें तमें ये तमें से ये अवस्था है बाबू तमें काहे की ट्रक किनिथिलो को ससुर को बुद्धि देइता ट्रक किनिए तमें किस्ती सुजना पर यही धंदा करी पैसा रोजगार करछो छे हे भगवान बही गुंड बाबू ମୁଁ ଯଦି ଡ୍ରେସ୍ ପଟା ନ ଖୋଲିକି ପ୍ରୋଗ୍ରାମ ଆଗକୁ ନେଇଥାନ୍ତି ତାହେଲେ କଣ ହେଇଥାନ୍ତା ବାବୁ ଆଣି ମତେ ଖରାପ ଭାବିଥାନ୍ତେ ତୁ କି ବାଳ ଡ୍ରାଇଭର ହେଇଛୁ କିରେ ସବୁ ଡ୍ରାଇଭର ଗୁଡାକ ଦିନକୁ 3 ଟ୍ରିପ୍ 4 ଟ୍ରିପ୍ ପକେଇଲା ବେଳକୁ ତୋର ଗାଡ଼ି ଜମା 13 ଟ୍ରିପ୍ କୁଥାଇ 3 ଟ୍ରିପ୍ ମୁଁ ଚଲେଇଲା ବେଳେ ଶୃଙ୍ଖଳା ରଖିକି ଚଲାଏ ମୁଁ ହୋତା ସେମିତି ଚଲାଏ କି ଶୃଙ୍ଖଳା ରଖିଛୁ ରେ ଚଲେଇଲା ବେଳେ ଗାଡ଼ିକି ଲକ୍ଷ୍ୟ କରିକି ଚଲାଏ ଗାଡ଼ିକି ଲକ୍ଷ୍ୟ କରି ଚଲାଉଛୁ ମୁଁ କହୁଛି ରୋଜ ରୋଜ ମୋ ଗାଡ଼ି ଦୌଡୁଛି ଟାୟାର ଧରିବାରେ କୋତେଇ ନାହିଁ 100 ଟଙ୍କା କୁଆଡ଼େ ଯାଉଛି ଇରେ ଗୋଟା ମାଲିକ ଗୋଟା ଗାଡ଼ି କିଣିକି ତା ସାଙ୍ଗକୁ ସାଙ୍ଗ ପଛକୁ 8-10 ଲେଖା ଗାଡ଼ି କଲେଣି ସବୁ ସେଇ ଦିଟାରେ ଆଠେକି ଟାୟାର କିଣିବାକୁ ପଇସା ନେଇ ତୁ ଏମିତିଆ ବାଡୁଆ ଡ୍ରାଇଭର ଶୁଣନ୍ତୁ ସବୁ ଡ୍ରାଇଭରଙ୍କର ପେଟ ପାଟଣା ଅଛି କିଏ ତେଲ ମାରେ କିଏ ଟାୟାର ପଙ୍କଚର ହେଇଛି ବୋଲି କହିକି ପଇସା ନିଏ ମାଲିକ ପାଖରୁ ମୋର ଇଏ ଗୋଟେ ପେଟ ପାଟଣା ଛକା ମାରୁଛୁ ଆଉ ତୁ ଭଲ ଛକା ମରାଟିଆ ଆଉ ମାଣିକିଆ ତୁ ପୁରା ଏଇନେ ମୋରି ପ୍ରେମରେ ପଡ଼ିକିରି ମତେ 800 ଟଙ୍କା ଦେଇଥିଲୁ ତୁ ଏଡ଼େ ଚମଡ଼ା ରୋଗୀରେ ଇଏ ଚମଡ଼ା ଦୋଷ ବି ତୋର ଅଛି ମୁଁ ତ ଭଇତା ଜେସିବି ପେଲାରୁ ଠଉରେଇ ପାଇଲୁ ବାବୁ ଆପଣ କାହାକୁ କଣ କହୁଛନ୍ତି ତୁ ଏବେ ଫୁ କରୁଥିଲୁ କଣ କରୁଥିଲୁ କଣ ବାଳ ଖାଉଥିଲୁ ବାବୁ ଆପଣ କାହାକୁ କଣ କହୁଛନ୍ତି ଆପଣ କଣ କହିଲେନି ତା କହିତା ମୋ ସ୍ତ୍ରୀ ଘରଛଟି ଦେବୀ କର୍ଣ୍ଣମୂଳିକୁ ଘରେ ଜାଣିଛୁ ନା କଣ ମାଲିକ ଆଣିକି ମାଇପ କରିବା ବସିଲୁ ମୋ ସ୍ତ୍ରୀ ଚାନ୍ଦିନୀ ଆପଣଙ୍କ ମୁଣ୍ଡ କାମ ଦଉନି ନା ନା ମୁଣ୍ଡ କାମ ଦଉନି ଆପଣ ମୋ ସ୍ତ୍ରୀ ଆପଣ ସ୍ତ୍ରୀ କଣ କହିଲେ ମୋ ସ୍ତ୍ରୀ ଘରଛଟି ତୋ ସ୍ତ୍ରୀ ଘର ଡାକିବି ଦେଖିବ ଆସ ଘରଛଟି ଧର ମତେ ଡାକି ପାରିବ ତତେ ସମ୍ଭାଳି ତା ଭାଇ କାଇଁ ହଉ ବାଉରି ମୁଁ ତାକୁ ଠାରୁ ଠିକ ମାର୍କ କଲି ମୋ ଭାଇ ତ ଧୂଳି ପକାଇଲୁ କଣ ଧୂଳି ପକେଇଲି ଚଲ ମୋ ଚାନ୍ଦିନୀ ଏଠିକି ତାକୁ ନେବାରୁ ଯୋଉ ଏମିତି କେମିତି କଲା ମୁଁ ଠଉରେଇ ଦେଲି କଣ ବାବୁ ଆପଣ ମୁଣ୍ଡ ପାଗଳ ହେଇଗଲାଣି ସିଏ ଆପଣଙ୍କ ସ୍ତ୍ରୀ ନା କଣ କହିଲୁ ମୁଁ ତ ସ୍ତ୍ରୀ ତୁ ମୋ ସ୍ୱାମୀ ସ୍ୱାମୀ ତୁ ଆଶା କରିବନି ବାପା ଚକଳ ଦେ ଚକଳ ଖାଇ ଚପଲ ଖାଇଲା ବାବା ଭାତ ଖାଉଛି ବାବୁ ଆପଣ ସେମିତି ବ୍ୟବହାର କରିବେନି ମୋ ସ୍ତ୍ରୀ ଆପଣ ସେମିତି ବ୍ୟବହାର କରିବେ ମୁଁ ଠିକ ଜାଣିଛି ରାଜା ତୁ ଗଲୁ ଆଜ୍ଞା ମୁଁ ଖରାପ ଗାଡ଼ି ଛାଡ଼ି ପଳେଇଲି ଦରକାର ତୁ ମୋ ଗାଡ଼ିରେ ରହିଲେ ସବୁ ବିପଦ ଆହୁରି ଶୁଣନ୍ତୁ ମୁଁ ଆପଣ ଗାଡ଼ି ଛାଡ଼ିକି ପଳେଇ ଯାଆନ୍ତି କିଛି ଅସୁବିଧା ନାହିଁ ମେନ୍ କଥା ହଉଛି ଆପଣଙ୍କ ଗାଡ଼ି ଚେଷ୍ଟା ଭଲ ନୂଆ ଗାଡ଼ି ଆଉ ନୂଆ ଗାଡ଼ି କିନ୍ତୁ କ୍ଲଚ୍ କାହିଁ କାମ କରୁନି କ୍ଲଚ୍ ପେଟ ଖାଇଗଲାଣି ବୋଧେ ଆଉ ହେଇଥିବ ହଁ କ୍ଲଚ୍ କାମ କରୁନି ଘିଅର ଭାରି ତାଡ଼ିକି ପକେଇବାକୁ ପଡୁଛି ହଁ କେବଳ ମୁଁ ଡ୍ରାଇଭର ବୋଲି ଆପଣ ଗାଡ଼ି ସୁରକ୍ଷିତ ଅଛି ଅଲଗା ଡ୍ରାଇଭର ଚଲାଉଥିଲେ ଘିଅର ବକ୍ସ ଭାଙ୍ଗି ସାରନ୍ତେଣି ଆଉ ମୋର ଦରକାର ନାହିଁ ଭାଙ୍ଗନ୍ତୁ କଥା ତୁ ପଳେଇଗଲୁ ତୁ ଯଦି କହୁଛନ୍ତି ମୁଁ ପଳେଇବି ଆଉ କଣ ଦୟା ବାବୁ ବିରକ୍ତ ହଉଛି ମୁଁ ପଳେଇବି ଏଠି ଚାକିରି
ଯାହା କହିବି ମୁଁ କହିବି ବାବୁ କିଛି କହିବେ କାଟିଲା ନା ରହ ବାବୁ ଅଛ ସୁବିଧା ତମେ ଯଦି ବାବୁଙ୍କ ଗାଡ଼ି ନ ଚଲେଇବ ତାହେଲେ ପିସ୍ତଲ ଜାମ୍ ହେଇଯିବ ହେଲାଣି ଚଳିବନି ଭାଷା କହିଲା ମୋବିଲି ସେ କହୁଛି ମୋବିଲି ପାଣି ଫାଟିଯିବ ମୋବିଲି ପାଣି ଫାଟିଯିବ ବାବୁ ବାବୁ ମୋ ସ୍ତ୍ରୀ ଡିମାଣ୍ଡ କରୁଛନ୍ତି ମୁଁ ଚଲେଇବି ତମକୁ ତୁ ନାଗି ପଡ଼ିକି ଗୋଟେ ଧନା ଧରେ ତୋତେ କହିଲି ତୁ ପଳା ଚଲେଇବା ଦରକାର ନାହିଁ ମୋ ଘର ଛାଡ଼ିବ ଗାଡ଼ି ଛାଡ଼ିକି ତୁ ଯା ମୋ ସ୍ତ୍ରୀ ଆପଣ ସ୍ତ୍ରୀ କେମିତି କହିପାରୁଛନ୍ତି ମୋ ସ୍ତ୍ରୀର ପିଲେ ମୁଁ ଯା ଠିକ୍ ଦେଖୁଛି ସେଇ ଆଖି ସେଇ ନାକ ସେଇ ପାଟି ସେଇ ସବୁ ତ ସେଇ ଆଜ୍ଞା ଶୁଣନ୍ତୁ ସ୍ତ୍ରୀ ଜାତି ମାନେ ସେଇ ତ ଆଇଟମ୍ ତାଙ୍କର 4ଟା ରହିବ ଭାତ ଡାଲମା ଖଟା କ୍ଷୀରି ଆପଣ ଏକ୍ସଟ୍ରା ମୋ ସ୍ତ୍ରୀର କ'ଣ ପାମ୍ପଡ଼ ଅଛି ନା ଆପଣ ସ୍ତ୍ରୀ ପାମ୍ପଡ଼ ଅଛି ସେଗୁଡ଼ା ସେଇଟା ଆଇଟମ୍ 4ଟା ଶୁଣନ୍ତୁ ଆପଣଙ୍କର ତ ବେଶୀ ଗୋଟେ 500 ମିଟର ଆପଣ ଯାଉନାହାନ୍ତି ଦେଖିଛି ଆପଣ ସ୍ତ୍ରୀ ଘରେ ଅଛନ୍ତି କି ନାହାନ୍ତି ଯଦି ବାବୁଆଣୀ ଘରେ ନଥିବେ ଇଏ ବାବୁଆଣୀ ଆଉ କ'ଣ ଠିକ୍ କଥା କହୁଛୁ ଆଜ୍ଞା ନା ମୁଁ ଯାଇ ଦେଖି ଆଇଲି ମୋ ସନ୍ଦେହ ଦୂର ହବ ଆଜ୍ଞା ଆପଣ ଯିବେ ଶୀଘ୍ର ଆସିବେ ଶୀଘ୍ର ବାବୁ ଧରି ମାରିକି ମୋ ଅବସ୍ଥା ରଖିବେ ଚାକିରି ତ ଯିବ ମାଡ଼ ମାରିକି ତମେ ଜାଣିଛ ନା ସେମିତି କାଇଁ ମୋଡ଼ା ମୁଁ ତମକୁ କେତେ ଖୋଜୁଥିଲି ଲୋ ମତେ ଖୋଜିଲେ କ'ଣ ମୁଁ ଗାଡ଼ି ଚଲେଇବି ନା ଘରେ ବସିବି ଚାଲୁ ଘରେ ପଳେଇ କୋର୍ଟ ମ୍ୟାରେଜ ସେଇ କଥା କହୁଛି ପଳେଇବା ଏଇ ପଳେଇବା କଥାରେ ଏତେବେଳେ କହିଲ କହୁଛି ସାଙ୍ଗ ହେଇ ପଳେଇବା ଚାଲ ବୁଢ଼ା ଟ୍ରକ୍ ଦିଟା ନେଇ କବାଡ଼ି ଖାନାରେ ବିକିଦେବା ଯାହା 2-4 ଲକ୍ଷ ହବ ତାପରେ ବୁଢ଼ା ଯେଉଁ ମାଲ ସବୁ ପଟେଇକି ରଖିଛି ପଞ୍ଚବଟି ଜଙ୍ଗଲ ଲୁଟିକି ତା ପୁତୁରା ସାଙ୍ଗରେ ସେ ମାଲ ସବୁ ନେଇ ଆସ ଆମେ ପଳେଇବା ତାମିଲନାଡୁ ଏଠି କ'ଣ କରିବା କଥା କଳରେ ଚାକିରି କରିବା ନଡ଼ିଆ କଥା କମ୍ପାନୀ ସେଠି ଚାକିରି କରିବା ବଢ଼ିଆ ହବ ପଇସାକୁ ରଖିଦେବା ଫିକ୍ସ ମାରିଦେବା ସେ ସମାଜିଲାଟା ଘରେ ନାହିଁ ବୁଝିନି ନା ଘର ଖୋଜି ସାରିଲେଣି ସବୁଆଡ଼େ ଲାଟିନ୍ ଫାଟିନ୍ ସବୁଆଡ଼େ ଖୋଜିଲେ ନାହିଁ ହେଇନ ମୋ ଧନ କାହିଁ ଖୋଜୁଥିଲେ ତମେ ଜାଣିନା ଚଉଠିଟା ବାକି ଅଛି ବୋଲି ସେଇ ଚଉଠି କରିବେ ଡାକି ଫେରିବି କରି ସେଇଟା ତାର ଇଆଡ଼େ ରହିଛି ଆମେ ଆମର ଚଉଠି କରି 4 ବର୍ଷ ହେଲାଣି ବାହାଘର ଚଉଠି ହେଇନି ଆପଣଙ୍କର ନାଇଁ ସେ ଆପଣଙ୍କର ମୁଁ ଠିଆ ହେଇଛି ଆପଣଙ୍କର ଖରାପ ଲାଗୁନି ବାବୁଣୀ ଅନ୍ତର କାନ୍ଦୁଛି ରେ ଦଇଆ ତୁ ଏମିତି କ'ଣ ତୁ ସତ କଥା କହିଲି ମୋର କାହିଁ ଡାଉଟ୍ ହଉଛି କ'ଣ ତୁ ସତରେ ତା ସ୍ତ୍ରୀ ଘରଚଟି ନା ମୋ ସ୍ତ୍ରୀ ଚାନ୍ଦିନୀ ଭଗବାନେ ଗୁଣ୍ଡ କ'ଣ କହିଲ ତମେ ଘରଚଟି ତମେ ସେ ଘରଚଟି ପ୍ରେମରେ ପଡ଼ିଗଲଣି ତମେ ମତେ ଭଲ ପାଉନ ସେଇଥିପାଇଁ ତମେ ଘରେ ରହି ରହୁଛ ସଂସାର ଭାସିଗଲା ଦ୍ୱାରା ତମେ କୁଆଡ଼େ ଗଲ ବାବୁଣୀ ବାବୁ ଯୋଉ ଘରେ ନଉନାହାନ୍ତି ରାତିରୁ କୁଆଡ଼େ ଯାଉଛନ୍ତି ଆପଣ ଜାଣିଲେଣି ନାଇଟ୍ ମ୍ୟାଚ୍ ଖେଳିଛନ୍ତି ବା କୋଉଠୁ ବନେଇକି ଆଣିଛନ୍ତି ମୁଁ ସେ ମିସ୍ତ୍ରୀ କି ଖୋଜୁଛି କୋଉ ଶ୍ୱଶୁର ପୁଅ ବନେଇକି ଦେଇଛି ହଁ ଇଏ କଳାକାରନାମା ବହୁତ କରିଛି କୋଟି କାମ ଦେଖୁନାହାନ୍ତି କେମିତି କରିଛି କିଏ ସେ ମିସ୍ତ୍ରୀ ମୁଁ ତାକୁ ଖୋଜୁଛି ଶୁଣନ୍ତୁ ବାବୁଆଣୀ ଆମ ସଙ୍ଗରେ ପଡ଼ିଥିଲା ବାବୁଙ୍କ କଥା ସମସ୍ତେ କହୁଥିଲେ ବାବୁଙ୍କର ଏ ଦୋଷ ଅଛି କିନ୍ତୁ ମୁଁ ବିଶ୍ୱାସ କରୁନଥିଲି ବାବୁଆଣୀ କ'ଣ କହିବି ଆଜି ଆପଣ ନିଜ ଗାଡ଼ିରେ ଚଢ଼ିଗଲେ ବା ବାବୁ ମାନେ ମୁଁ ଯୋଉ ଗାଡ଼ିଟା ଚଲାଉଛି ଚଢ଼ିଗଲେ ଚଢ଼ି ଯାଇକି ମୋରି ପାଖରେ ଖେଞ୍ଚି ହେଇକି ବସିଲେ ଯେମିତି ଷ୍ଟିୟରିଂ ମିଳିଲେ ମାଡ଼ ହବ ସେଇ ଷ୍ଟାଇଲରେ ବସିଲେ ଚିନ୍ତା କରନ୍ତୁନି ମୁଁ କାଲି ଗୋଟେ ଆପଣଙ୍କ ମୁହଁକୁ ଯାଇକି ମୁଁ ପ୍ରୋଗ୍ରାମ ଆଗକୁ ନେଲିନି ପ୍ରୋଗ୍ରାମ ଆଗକୁ ଯାଇଥିଲି ଆପଣ ମୋତେ ଖରାପ ଭାବିଥାନ୍ତେ ହଉ ତମେ ବେଶୀ କଥା ଦେଖନି ସେଇ ଯୋଉ ଠିଆ ମତେ ଏଇଟା ଦଉନ ଆପଣ ଆକୁ ନେଲେ ଆପଣ କ'ଣ କରିବେ ବାବୁ ଏଇ ମୋ ପାଇଁ ଶେଷରେ ତମେ ଏଇ ଧନ୍ଦା କରୁଛ ଆଉ କ'ଣ କରିଥାନ୍ତି ଯେତେବେଳେ ଚତୁର୍ଥୀ କରିବାକୁ ଘର ଭିତରେ ଗୋଟେ ଆର କାରରେ ଗଲି ଶଳା କବାଟ କିଣିକି ତମେ ଘରେ ବସିଲ ଚବର ମୁହଁ ଖଣ୍ଡି ବାବୁ ମିଛ କହୁଛନ୍ତି ଆପଣ ଚଉଠି ହଉନି ବୋଲି ଆପଣ ଏ ଧନ୍ଦା କରୁଛନ୍ତି ନା ଟ୍ରକ୍ କିସ୍ତି ସୁଝି ପାରୁନାହାନ୍ତି ଏ ଧନ୍ଦା ତୁ ଶଳା ନିଆଁ ଲଗାଇ ପଡ଼ିଦେବୁ ଘର କ'ଣ କହୁଛୁ ତୁ ଆମ ସ୍ୱାମୀ ସ୍ତ୍ରୀଙ୍କ ସଂସାର ଭାଙ୍ଗିଦେବା ବସିଲେ ଆଉ ଅଛି ତୁ ପଳା ସିଏ କୁଆଡ଼େ ଯିବେନି ମୁଁ ଯାହା କହିବି ସେଇଆ ହବ ବୁଝିଲ ଚୁପଚାପ ଠିଆ ହୁଅ ବେଶୀ କଥାବାର୍ତ୍ତା କରୁଛନ୍ତି ଅନିଲ ତାଙ୍କର ଘର ନାହିଁ ଦ୍ୱାର ନାହିଁ ୟା ପିଣ୍ଡା ତା ପିଣ୍ଡା ହଉଛନ୍ତି ଆମ ଗାଡ଼ି ଶୋଉଛନ୍ତି ହେଇଠୁ ଅନିଲ ଆମରି ଘରେ ରହିବେ ଆମରି ଗାଡ଼ି ଚଲେଇବେ
ବାବୁଆଣୀ କହିଲେନି ମାନେ ମୁଁ ଚଲେଇବି ନା ନା ମୁଁ ବାବୁଆଣୀଙ୍କର ଦେଖିଲି ହୃଦୟ ଗୋଟେ ଅଲଗା ପ୍ରକାର କି ସ୍ନେହ କି ବାତ୍ସଲ୍ୟ ପ୍ରେମ ବାବୁଆଣୀ ଦେଖନ୍ତୁ ଏଇ କଥାପଦାକୁ ମତେ ଅଟକେଇ ଦଉଛି ମତେ ଯିବାକୁ ଦଉନି ଏଇ ପଦେ କଥା ତ ମତେ ଟାଣି ଦଉଛି ପଛରୁ ତାହନି ତମେ ବାବୁଆଣୀ ଶୁଣନ୍ତୁ ଆପଣ ବାବୁଙ୍କ ଉପରେ ବିରକ୍ତ ହଉଛନ୍ତି ଗୋଟେ କାମ କରୁଛି ବାବୁଙ୍କର କନଫ୍ୟୁଜ ହଉଛି ମୋ ସ୍ତ୍ରୀ କିଏ ଆପଣ କିଏ ମୁଁ ଭାବୁଛି ମୋ ସ୍ତ୍ରୀ କହୁଥିଲା ତା ଜାଣା ଭଉଣୀଟା ହଜିଯାଇଥିଲା ଛୁଆବେଳେ କାଳେ ଏବେ କି ସନ୍ଦେହ କରୁଛନ୍ତି ମୁଁ ଗୋଟେ କାମ କରୁଛି ମୋ ସ୍ତ୍ରୀକି ମୁଁ ନେଇ ଆସୁଛି ଆପଣ ମତେ ବଖରେ ଘର ଦେବେ ଏଇଠି ମୁଁ ଫୁଟେଇ ଗଣ୍ଡେ ଖାଇବି କିନ୍ତୁ ରହିଲା ପରେ ବାବୁଙ୍କର ଅସୁବିଧା କିଛି ହବନି ଆଉ କଣ ତମର ତ କଥା ନା ଦୟ ବଖରେ ଘରେ କଣ ବାବୁଆଣୀ ତମେ ତମ ଖଟ ଉପରେ ଶୋଇବ ସେଟା ଆପଣଙ୍କର ମହାନତା ଆଉ ଯଦି ଆପଣ ଖଟ ମତେ ଛାଡ଼ିଦେବେ ମୁଁ ଅତ୍ୟନ୍ତ କୃତକୃତ୍ୟ କି ସାରା ଜୀବନ ଆପଣଙ୍କୁ ଚଲେଇବି ଗାଡ଼ି କହୁଛ ତମେ ହଉ ତମେ ଯାଅ ହେଲା ଆଜ୍ଞା ବାବୁ। ଦେଖିକି ଯିବ ସଡ଼ୁ ଭାଇ ତଳ ବନେଇ ଯିବ ସଡ଼ୁ ଭାଇ ତମ ସ୍ତ୍ରୀ କି ନେଇ ଆସ ସ୍ତ୍ରୀ ଭଉଣୀକୁ ମଝିରେ ଶୁଆଇ ଦେବା ଆମେ ଏପଟ ସେପଟ କି ଶୋଇବା ଭଲ ସୁବିଧା ହବ ହେଇ ଦେଖିକି ଯିବ ଭଲ ଦୟା এই ଦେଖିଲ ନା ସାড়ে କଣ ହଲଉଛ ଆଡ଼େ ହଲଉ ନା ଛାଇ ନାଇଁ ହଲେଇ ଭୁଙ୍ଗା ତମ ଆଗେ ଥେଇ ସେଳ ଭଳାଳି ଆମର ଆଉ ଅଛି ହଲେଇ ଯାଇକି ବଡ଼ କାମ କରୁଛି ଯାଇକି ତା ମାଇକିନାକୁ ନେଇ ଆସ ଆଣିଲା ଖେଳି ତମେ ଦି ଜଣଙ୍କ ମଝିରେ ଶୋଇବ ଆମେ ଦି ଜଣ ସାଇଡରେ ଶୋଇବୁ ଆଉ ସେତେବେଳେ ଯାଇ ମୋ ସନ୍ଦେହ ଦୂର ହବ ତମେ ଶଳା ଡବଲ ରୋଲ ଜାଳ ଭଉଣୀ ନା ଯିଏ ଘରଚଟି ସେଇ ଚାନ୍ଦିନୀ ହେ